ଅଲ୍ ପୁରାଣ ଷ୍ଟୋରି। ସ୍ୱାସାରୀ କାହାଣୀ। ସନ୍ନ୍ୟାସୀ ଓ ରାଜକୁମାରୀ। ମାଧବନଗର ନାମରେ ଏକ ରାଜ୍ୟ ଥିଲା। ସେ ଦେଶରେ ଉଦୟଭାନୁ ନାମରେ ଜଣେ ରାଜା ରାଜୁତି କରୁଥାନ୍ତି। ସେ ରାଜାଙ୍କର କୌଣସି ସନ୍ତାନ ନ ହେବାରୁ ସେ ଦ୍ୱିତୀୟ ବିବାହ କରି ରାଜ ଉଆସକୁ ଆଉ ଜଣେ ରାଣୀଙ୍କୁ ଆଣିଲେ। ସେହି ରାଣୀଙ୍କର ବିବାହର ଅନେକ ଦିନ ପରେ ଗୋଟିଏ କନ୍ୟା ହେଲା। ଯାହା ହେଉ, ମଣିଷ ଆଣ୍ଠୁକୁଡ଼ା ଦୋଷରୁ ତ୍ରାହି ପାଇଲା। ଏହାପରେ ରାଜା ଭାବିଲେ, ପୁଅଠାରୁ ଝିଅମାନେ କେଉଁ ଗୁଣରେ ଋଣା ଯେ ଆଜିକାଲି ତ ଝିଅମାନେ ଯାଇ କେଉଁଠି ନା କେଉଁଠି ଉଚ୍ଚ ସ୍ଥାନମାନଙ୍କରେ କାର୍ଯ୍ୟ କଲେଣି। ମୋର ଏହି କନ୍ୟାକୁ ଯେବେ ଗୁଣ ଓ ମାନରେ ଗଢ଼ି ଦେବି, ତାହାହେଲେ ସେହି ହିଁ ମୋ ଅନ୍ତେ ଏହି ରାଜଗାଦିରେ ବସିବ। ଏହା ଚିନ୍ତା କରି କନ୍ୟାର ନାମ ଦେଲେ ଅନିତା କୁମାରୀ। ଅନିତା କୁମାରୀ ଯେତିକି ଯେତିକି ବଢ଼ୁଥାନ୍ତି, ରାଜା ତାଙ୍କୁ ସେହି ଅନୁସାରେ ପାଠ ପଢ଼ାଉଥାନ୍ତି। ଓଡ଼ିଆ, ବଙ୍ଗଳା, ନାଗରୀ, ପାର୍ସୀ ଏପରି ଯେତେ ପ୍ରକାର ପାଠ ଦେଶରେ ପ୍ରଚଳିତ, ରାଜା ସେହି ଭାଷାର ଗୁରୁ ରଖି ରାଜକୁମାରୀଙ୍କୁ ଶିକ୍ଷାଦାନ କରୁଥାନ୍ତି। ଦିନକର କଥା, ଜଣେ ସନ୍ନ୍ୟାସୀ ଥିଲେ। ସେ ଦିନେ ଭିକ୍ଷା କରିବାକୁ ଆସି ରାଜନଗରରେ ପହଞ୍ଚିଲେ। ସିଂହଦ୍ୱାରରେ ଠିଆ ହୋଇ ଗଣ୍ଡେ ଭିକ୍ଷା ମିଳୁ ବୋଲି ଡାକ ଛାଡ଼ିଲେ। ଉଆସ ଭିତରେ ରାଜକୁମାରୀ ଥିଲେ। ସନ୍ନ୍ୟାସୀଙ୍କର ଡାକ ଶୁଣି ସେ ଦ୍ୱାର ମୁହଁରେ ଆସି ଦେଖିଲେ, ଜଣେ ସନ୍ନ୍ୟାସୀ ହସ୍ତରେ ଭିକ୍ଷାପାତ୍ର ଧରି ଭିକ୍ଷା ଅପେକ୍ଷାରେ ଠିଆ ହୋଇଛନ୍ତି। ସାଧୁଙ୍କୁ ଦେଖିବା ପରେ ରାଜକନ୍ୟାଙ୍କ ମନକୁ କ'ଣ ଆସିଲା କେଜାଣି, ସେ ସାଧୁବାବାଙ୍କର ସମସ୍ତ ପରିଚୟ ମାଗି ବସିଲା। ଶେଷରେ ରାଜକନ୍ୟା ପଚାରିଲା ଯେ, ହେ ସନ୍ନ୍ୟାସୀ ଗୋସ୍ୱାମୀ, ଆପଣଙ୍କର ଘର କେଉଁଠି? ସନ୍ନ୍ୟାସୀ କହିଲେ, ଦେଖ ମା, ସନ୍ନ୍ୟାସୀମାନଙ୍କର ପୁଣି ଘର କେଉଁଠି ଥାଏ? ଆମର ଘର ନାହିଁ କି ଦ୍ୱାର ନାହିଁ। ତୁମମାନଙ୍କ ପରି ଆମର ପିତାମାତା ଆମର ନାହାନ୍ତି। ଆମର ସେହି ଭଗବାନ ହିଁ ସହାୟ। ସନ୍ନ୍ୟାସୀଙ୍କର ଠାରୁ ରାଜକୁମାରୀ ଏକଥା ଶୁଣି କହିଲା, ବାବା, ଆପଣ ଆମ ରାଜଉଆସରେ ରୁହନ୍ତୁ। ଆପଣଙ୍କୁ ଆଉ ଭିକ୍ଷା କରିବାକୁ ପଡ଼ିବ ନାହିଁ। ରାଜକନ୍ୟାଠାରୁ ସବୁ କଥା ଶୁଣି ସାଧୁ ବାବା କହିଲେ, ମା, ତୁ ତ ପିଲା ଲୋକ, ସଂସାରର ଭଲ ମନ୍ଦ କ'ଣ ଜାଣିଲୁଣି? ଏଥିରେ ବାପା ସିନା ରାଜି ହେଲେ ମୁଁ ରାଜଉଆସରେ ରହିବି। ଏହାପରେ ରାଜକନ୍ୟା ଯାଇ ରାଜାଙ୍କ ନିକଟରେ ସନ୍ନ୍ୟାସୀଙ୍କ ରହିବା କଥାକୁ ଅଳି କଲାରୁ ରାଜା ସନ୍ନ୍ୟାସୀଙ୍କୁ ରାଜଉଆସରେ ରହିବା ଲାଗି ଅନୁମତି ଦେଲେ। ଅନିତା ସୁନ୍ଦରୀ ଯେତେ ଯେତେ ବଡ଼ ହେଉଥାଏ, ସେତେ ସେତେ ଧର୍ମକର୍ମ ପ୍ରତି ମନ ଆଗକୁ ଯାଉଥାଏ। ରାଜକୁମାରୀ ସନ୍ନ୍ୟାସୀଙ୍କ ପ୍ରତି ଖୁବ୍ ଭକ୍ତି ରଖି ତାଙ୍କର ସେବା ମଧ୍ୟ କରୁଥାଏ। ଏହା ମଧ୍ୟରେ ଅନିତା କୁମାରୀ ସମ୍ପୂର୍ଣ୍ଣ ଯୌବନ ପ୍ରାପ୍ତ ହେଲା। କଥାରେ ଅଛି, ବଢ଼ିଲା ଝିଅକୁ କେତେବେଳେ ଆଉ ଅଧିକ ଦିନ ପିତାଙ୍କ ଗୃହରେ ରଖିବାର ନୁହେଁ। ଝିଅଟିକୁ ତାର ସ୍ୱାମୀଙ୍କ ହସ୍ତରେ ଟେକିଦେଲେ ଝିଅ ଦାୟିତ୍ୱରୁ ମୁକ୍ତ ହେବ। ରାଜା ଏହା ଭାବି ରାଜକୁମାରୀ ଅନିତାଙ୍କର ଜଣେ ରାଜକୁମାରୀଙ୍କ ସହିତ ବିବାହ କରାଇଦେଲେ। ରାଜକନ୍ୟାଙ୍କର ବିବାହ ସରିଲା। ବିବାହ ପରେ ବରକନ୍ୟା ସାଧୁଙ୍କୁ ପ୍ରଣାମ କରି ଆଶୀର୍ବାଦ ନେବାକୁ ବାହାରିଲେ। ସାଧୁ ବାବା ମଧ୍ୟ ଦୁହିଁଙ୍କୁ ଦେଖି ଅତି ଆନନ୍ଦର ସହିତ ଆଶୀଷ ପ୍ରଦାନ କରି କହିଲେ, ହାଲୋ ମା, ଆଉ ଦିନ ଦୁଇଟା ପରେ ତୁ ଆମମାନଙ୍କୁ ଛାଡ଼ି ତୋର ଶାଶୁ ଘରକୁ ଯିବୁ। ତୋ ସାଥିରେ ମୋର ସାକ୍ଷାତ ହେବା ତ ଅସମ୍ଭବ ହେବ। ଆଜି ମୁଁ ତୋତେ ଏହି ସୁବର୍ଣ୍ଣର ଚମ୍ପାବାଳାଟି ପ୍ରଦାନ କରୁଛି। ଏହାକୁ ରଖି ତୁମେ ଦୁହେଁ ଅତି ଆନନ୍ଦରେ ସମୟ ଅତିବାହିତ କରିବ। ପୁନର୍ବାର ସୁବର୍ଣ୍ଣର ଚମ୍ପାବାଳାଟିକୁ ହାତକୁ ନେଇ ରାଜକୁମାରୀ କହିଲା, ବାବା, ମୋତେ ଏହି ମୂଲ୍ୟବାନ ମାଲାଟି ତ ଦେଲେ, ହେଲେ ଏହାର ଗୁଣ ତ ମୋତେ କହିଲେ ନାହିଁ। ତାହାହେଲେ ଏହି ମାଲାକୁ ରଖି ମୋର ଲାଭ କ'ଣ ହେବ? ସନ୍ନ୍ୟାସୀ କହିଲେ, ଦେଖ ମା, ଏହି ମାଳାଟି ଯେବେ ତୋ ପାଖରେ ଥିବ, ତାହେଲେ ତୁ ଯେବେ କୌଣସି ଭୁଲ କାମ କରି ପକାଇବୁ, ତାହେଲେ ଦେଖିବୁ ଯେ ଏହି ମାଳାଟି
ବିବର୍ଣ୍ଣ ହୋଇଯିବ। ଏହାପରେ ରାଜକୁମାରୀ ସେଇ ମାଳାଟିକୁ ନେଇ ପୁଣି ରାଜଉଆସ ଆଡ଼େ ଚାଲିଗଲା। ପୁଣି ଉଆସ ମଧ୍ୟକୁ ଯାଉ ଯାଉ ରାଜକୁମାରୀଙ୍କ ମନକୁ କଣ ଆସିଲା କେଜାଣି, ସେ ପୁଣି ଅଧା ବାଟରୁ ଫେରି ଆସି ସନ୍ନ୍ୟାସୀଙ୍କ ପାଖରେ ପହଞ୍ଚି ପୁଣି ପଚାରିଲା, ମୁଁ ଆପଣଙ୍କୁ ଆଉ ଗୋଟିଏ କଥା ପଚାରିବି। ତାହାର ଉତ୍ତର ଆପଣ ନିଶ୍ଚୟ ସତ କହିବେ। ମିଥ୍ୟା କହି ମୋତେ ଭୁଲାଇ ଦେବେ ନାହିଁ। ସନ୍ନ୍ୟାସୀ କହିଲେ, ଆଲୋ ମା, ତୋତେ ପୁଣି ମିଥ୍ୟା କଥା କହିବି? ମୁଁ କହୁଛି, ତୁ ଯାହା କହିବୁ ମୁଁ ତାର ଉତ୍ତର ନିଶ୍ଚୟ ସତ୍ୟ କହିବି। ରାଜକୁମାରୀ ଅନିତା ପଚାରିଲା, ମୋର ମରଣ କେବେ ହେବ? ସେ କଥା ମୋତେ କହିଲେ ବାବା, ଆଉ ପୁଣି ସତ କହିବେ ଯେ ମୁଁ କେଉଁଠାରେ ମରିବି। ସନ୍ନ୍ୟାସୀ ରାଜକୁମାରୀଙ୍କ ଠାରୁ ଏପରି ଅଜବ ପ୍ରଶ୍ନ ଶୁଣି ଚମକି ପଡ଼ିଲେ। ଆଖିରୁ ତାଙ୍କର ଲୋତକ ଝରିଗଲା। ସେ କହିଲେ, ଆଲୋ ଝିଅ, ଜନ୍ମ ମରଣ କଥାକୁ କିଏ କହିବ? ସଂସାରରେ ସବୁ କଥା ତ କହି ହୁଏ, ହେଲେ ମନୁଷ୍ୟର ଜନ୍ମ ମରଣ କଥା କହି ହୁଏ ନାହିଁ। ଏହି କଥା ଯେବେ ତୁ ତୋର ମଧୁଶଯ୍ୟା ଘରୁ ଉଠି ଆସି ମୋତେ ପଚାରିବୁ, ତାହେଲେ ସେହି କାଳେ ମୁଁ ତୋତେ ଏ ପ୍ରଶ୍ନର ଉତ୍ତର ଦେଇପାରିବି। ହଁ, ମଧୁଶଯ୍ୟା ଘରୁ ଉଠି ଆସିବା କଥା ଯେମିତି ତୋର ସ୍ୱାମୀ ନ ଜାଣିପାରନ୍ତି। ରାଜକନ୍ୟା ଅନିତା କୁମାରୀଙ୍କର ବିବାହ ସରିଥାଏ। ସନ୍ଧ୍ୟା ଗଡ଼ିଗଲା। ମଠ ମନ୍ଦିରରେ ଦେବତାମାନଙ୍କର ଆଳତି ସରିଲା। ଶଙ୍ଖ ଘଣ୍ଟା ବନ୍ଦ ହେଲା। ଏହା ସଖୀ ସହଚରୀମାନେ ରାଜକୁମାରୀଙ୍କୁ ନେଇ ମଧୁଶଯ୍ୟା ଗୃହରେ ଛାଡ଼ି ଆସିଲେ। ରାଜକନ୍ୟା ମଧୁଶଯ୍ୟା ଗୃହରେ ଥାଇ ମନେ ମନେ ଖୁବ୍ ବ୍ୟସ୍ତ ହେଉଥାଏ। ତାର ମନେ ଅଛି, ମଧୁଶଯ୍ୟା ରାତିରେ ସ୍ୱାମୀଙ୍କର ଅଜଣାରେ ତାଙ୍କୁ ସନ୍ନ୍ୟାସୀଙ୍କ ପାଖକୁ ଯିବାକୁ ହେବ। ପୁଣି ସେହି ଦିନ ଯଦି ସେ ଏତକ କରି ନ ପାରିବ, ଆଉ ତାଙ୍କ ଜୀବନରେ କେବେ ମଧୁଶଯ୍ୟା ରାତ୍ରି ଆସିବ ନା ସେ ସନ୍ନ୍ୟାସୀଙ୍କ ଠାରୁ ଏକଥା ବୁଝିପାରିବ। ରାଜକୁମାରୀଙ୍କର ମନ ଏଥର ଉଚ୍ଛନ୍ନ ହେଲା। ସେ ଆଉ ନିଜକୁ ସମ୍ଭାଳି ନ ପାରି ସ୍ୱାମୀଙ୍କ ଆଖିକୁ ଛାଇ ନିଦ୍ରା ଆସିବା ମାତ୍ରେ ମଧୁଶଯ୍ୟା ଗୃହ ଛାଡ଼ି ସନ୍ନ୍ୟାସୀଙ୍କ ପାଖକୁ ଚାଲିଲା। ଠିକ୍ ଏହି ସମୟରେ ରାଜକୁମାରଙ୍କର ନିଦ୍ରା ଭାଙ୍ଗିଗଲା। ସେ ଆଖି ଖୋଲି ଦେଖିବା ବେଳକୁ ରାଜକୁମାରୀ ପଲଙ୍କ ଉପରେ ନାହାନ୍ତି। ସେ ସଙ୍ଗେ ସଙ୍ଗେ ଦରଜା ପାଖକୁ ଆସି ଦେଖନ୍ତି ତ ରାଜକୁମାରୀ ଦରଜା ଖୋଲି ଆଗକୁ ଆଗକୁ ଯାଉଛନ୍ତି। ପଛରୁ ଡାକି ରାଜକୁମାର ପଚାରିଲେ, ତୁମେ ପୁଣି ଏତେ ରାତିରେ କେଉଁଆଡ଼େ ଯାଉଛ? ସ୍ୱାମୀଙ୍କ ଠାରୁ ଏକଥା ଶୁଣିବା ମାତ୍ରେ ରାଜକୁମାରୀ କହିଲା, ମୁଁ ସନ୍ନ୍ୟାସୀଙ୍କ ନିକଟକୁ ଯାଉଛି। ସେଠାରୁ ଫେରିବା ପରେ ତୁମକୁ ସମସ୍ତ କଥା ଖୋଲିକରି କହିଦେବି। ରାଜକୁମାରୀଙ୍କ ଠାରୁ ଏକଥା ଶୁଣିବା ମାତ୍ରେ ରାଜକୁମାର ତାକୁ ସନ୍ନ୍ୟାସୀଙ୍କ ନିକଟକୁ ଯିବା ଲାଗି ଆକଟ କଲେ। କିନ୍ତୁ ରାଜକୁମାରୀ ସ୍ୱାମୀଙ୍କ କଥାକୁ ନ ମାନି ସନ୍ନ୍ୟାସୀଙ୍କ ପାଖକୁ ଚାଲିଗଲେ। ରାଜକୁମାର ଯେଉଁ ଜାଣିଲେ ଯେ ସ୍ତ୍ରୀ ହୋଇ ସେ ସ୍ୱାମୀଙ୍କ କଥା ମାନିଲେ ନାହିଁ, ସେପରି ସ୍ତ୍ରୀ ବା କାହିଁକି ଚରିତ୍ରହୀନା ହୋଇ ନଥିବ। ରାଜକୁମାରୀଙ୍କର ସେ ସନ୍ନ୍ୟାସୀଙ୍କ ସହିତ ନିଶ୍ଚୟ କିଛି ନା କିଛି ଗୁପ୍ତ ରହସ୍ୟ ରହିଅଛି। ଏଇଆ ଭାବି ରାଜକୁମାର ଆଉ ମଧୁଶଯ୍ୟା ଗୃହରେ ରହି ନ ପାରି ରାଜକନ୍ୟାଙ୍କର ଯିବା ରାସ୍ତାରେ ପଛେ ପଛେ ଚାଲିଲା। ରାଜକୁମାର ଯେ ଏହାପରେ ରାଜକୁମାରୀଙ୍କର ପଛେ ପଛେ ଆସୁଛନ୍ତି, ଏକଥା ରାଜକୁମାର ଜାଣିଲେ ନାହିଁ। ସେ କିନ୍ତୁ ପବିତ୍ରତା ମନ ଦେଇ ନିର୍ଭୟରେ ଯାଇ ସନ୍ନ୍ୟାସୀଙ୍କ ରହିବା ଗୃହରେ ପହଞ୍ଚିଗଲେ। ହେଲେ ସେ ସେଠାରେ ଯାହା ଦେଖିଲେ, ସେଥିରେ ସେ ବିସ୍ମିତ ହୋଇଗଲେ। ସନ୍ନ୍ୟାସୀଙ୍କର ରହିବା ସ୍ଥାନରେ ସନ୍ନ୍ୟାସୀ ନାହାନ୍ତି। କୁଆଡ଼େ ସେ ଗଲେ ବୋଲି ମୁଣ୍ଡରେ ଚିନ୍ତା ପଶିଲା। ସେଠାରେ ପହଞ୍ଚିବା ପରେ ସନ୍ନ୍ୟାସୀଙ୍କୁ ନ ପାଇ ସେ ରାଜକୁମାରୀ ସେ ସ୍ଥାନ ପରିତ୍ୟାଗ କରି ପଳାଇ ଆସିଲେ। ରାଜକୁମାରୀ ମଧୁଶଯ୍ୟା ଗୃହକୁ ଫେରିବା ଆଗରୁ ରାଜକୁମାର ଆସି ପୂର୍ବପରି ମଧୁଶଯ୍ୟାର ପଲଙ୍କ ଉପରେ ଶୋଇଯାଇ ମିଛରେ ଘୁଙ୍ଗୁଡ଼ି ମାରୁଥାନ୍ତି। ଏହାପରେ ରାଜକୁମାରୀ କନକଲତା ମଧ୍ୟ ଚୁପ୍ ହୋଇ ଶୋଇପଡ଼ିଲା। ସେଦିନ ରାତି ସାରା ରାଜକୁମାର ରାଜକନ୍ୟାଙ୍କୁ କିଛି କହିଲେ ନାହିଁ। ରାଜକୁମାରୀ କିନ୍ତୁ ତାଙ୍କୁ ନିଦ୍ରାରୁ ଉଠାଇ ପଚାରିଲା, ମୁଁ ଆଜି ତୁମ ପାଖରେ କି ଦୋଷ କଲି ଯେ ତୁମେ ମୋ ସାଥିରେ କଥା ହେଉନାହଁ? ରାଜକୁମାରୀଙ୍କ ଠାରୁ ଏକଥା ଶୁଣି ରାଜକୁମାର ବିରକ୍ତି ହୋଇ କହିଲେ, ତୁମ ସ୍ତ୍ରୀ ଜାତି ପ୍ରତି ମଣିଷର ଆଦୌ ବିଶ୍ୱାସ ନାହିଁ। ସେମାନେ ଯାଦୁ କିମିଆ କରି ପୁରୁଷମାନଙ୍କୁ ଛେଳି ମେଣ୍ଢା କରି ରଖିପାରନ୍ତି। ଯେଉଁଦିନ ସେମାନଙ୍କର
ମନର କାମନା ବାସନା ପୂର୍ଣ୍ଣ ହୋଇଯାଏ ତାପରେ ସେମାନେ ପୁରୁଷମାନଙ୍କୁ ମୁକ୍ତ କରିଦିଅନ୍ତି। ରାଜକୁମାରଙ୍କ ଠାରୁ ଏକଥା ଶୁଣି ରାଜକୁମାରୀ କହିଲେ, ତମେ ମୋତେ ଭୁଲ ବୁଝ ନା। ସନ୍ନ୍ୟାସୀଙ୍କର ଦେଇଥିବା ସୁବର୍ଣ୍ଣ ଚମ୍ପା ମାଳାରୁ ଗୁଣ ଗୁଣ ତ ତମେ ଜାଣ। ରାଜପୁତ୍ର କହିଲେ, କାହିଁକି ଏହାପରେ କଣ ଏପରି ବିଦ୍ୟା ନାହିଁ ଯେ ସେହି ସୁବର୍ଣ୍ଣ ମାଳାକୁ ସଦା ସର୍ବଦା ଜୀବନ୍ତ କରି ରଖିବାକୁ? ରାଜକୁମାରୀ କହିଲେ, ତାହାହେଲେ ମୁଁ ତୁମର ସନ୍ଦେହ ଦୂର କରିବା ଲାଗି ଏଠାରୁ ଚାଲିଯାଉଛି। ସନ୍ନ୍ୟାସୀ କେଉଁଠିକୁ ଯାଇଛନ୍ତି ତାଙ୍କୁ ଖୋଜି ବାହାର କରିବି। ତାଙ୍କୁ ଆଣି ତୁମର ସମସ୍ତ ସନ୍ଦେହ ଦୂର କରିବି। ଏହାପରେ ରାତ୍ରି ପାହିଲା। ରାଜକୁମାରୀଙ୍କ ମନରେ ଖୁବ୍ ଦୁଃଖ। ସକାଳ ହେଲାରୁ ସେ ସ୍ୱାମୀଙ୍କ ଚରଣ ତଳେ ପ୍ରଣାମ ଜଣାଇ ସନ୍ନ୍ୟାସୀଙ୍କ ଅନ୍ୱେଷଣରେ ବାହାରିଗଲା। ଏମିତି ରାଜକୁମାରୀ ଅନେକ ଦୂର ସନ୍ନ୍ୟାସୀଙ୍କ ଅନ୍ୱେଷଣରେ ଚାଲି ଚାଲି ଗଲେ। ପାଦକୁ ବହୁତ କଷ୍ଟ ହେବାରୁ ସେ ଗୋଟିଏ ସ୍ଥାନରେ ବସିପଡ଼ି ବିଶ୍ରାମ ନେବାକୁ ଚାହିଁଲେ। ଏମିତି ବିଶ୍ରାମ ନେଉ ନେଉ ରାଜକୁମାରୀଙ୍କ ଆଖିକୁ ନିଦ ଆସି ଯାଇଛି। ଏହି ଶୟନ କାଳରେ ସେ ଏକ ସ୍ୱପ୍ନ ଦେଖିଲେ। ଜଣେ ମହାପୁରୁଷ ଆସି ରାଜକୁମାରୀଙ୍କ ଆଗରେ ଠିଆ ହୋଇ କହିଲେ, ହେ ରାଜକୁମାରୀ, ମୁଁ ତୁମର ପ୍ରଗାଢ଼ ଭକ୍ତି ଦ୍ୱାରା ସନ୍ତୁଷ୍ଟ ହୋଇଛି। ତୁମ ମନରେ ଆଉ କୌଣସି ଚିନ୍ତା ରଖନା। ଏଥର ମୋ ଠାରୁ ଏହି ଫଳଟି ନିଅ। ଏହାକୁ ଖାଇସାରି ଦେବତା ମନ୍ଦିରରେ ବସି କିଛି ଦିନ ଗୁରୁଙ୍କ ତୁମର ଧ୍ୟାନ କରିବ। ଏହାପରେ ମହାପୁରୁଷ ଜଣଙ୍କ ସେଠାରୁ ଅନ୍ତର୍ଧାନ ହୋଇଗଲେ। ହଠାତ୍ ରାଜକୁମାରୀ ଅନିତାଙ୍କର ନିଦ୍ରା ଭାଙ୍ଗିଗଲା। ସେ ଦେଖିଲେ ଯେ ସେ ଯେଉଁ ବୃକ୍ଷ ମୂଳେ ବିଶ୍ରାମ ନେଇଥିଲେ ସେ ବୃକ୍ଷ ଆଉ ସେଠାରେ ନାହିଁ। ତା ପରିବର୍ତ୍ତେ ରାଜକୁମାରୀ ଏକ ମନ୍ଦିର ମଧ୍ୟରେ ଶୟନ କରିଛନ୍ତି। ତାଙ୍କ ଆଗରେ ମଧ୍ୟ କେତେ ପ୍ରକାର ସୁସ୍ୱାଦୁ ଫଳ ମଧ୍ୟ ଥୁଆ ହୋଇଛି। ଏବଂ ରାଜକୁମାରୀ ଗୁରୁଙ୍କୁ ଧ୍ୟାନ କରି ସେହି ଫଳତକ ଖାଇ ନିଜର କ୍ଷୁଧା ନିବାରଣ କଲେ। ତାପରେ ରାଜକୁମାରୀ ଅନ୍ୟ କୌଣସି ଉପାୟ ନ ପାଇ ପୁନଶ୍ଚ ରାଜମହଲକୁ ଫେରି ଆସିଲେ। ଯେତେବେଳେ ରାଜକୁମାରୀ ଉଆସକୁ ଫେରି ଆସିବାର ରାଜକୁମାର ଦେଖିଲେ, ସେ ଆଉ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ। ମାନସିକ ଅବସ୍ଥା ତାଙ୍କର ବିକୃତ ହୋଇଗଲା। ତାପରେ ସେ ପାଗଳ ପ୍ରାୟ ରାଜ ଉଆସ ଛାଡ଼ି ପଳାଇଗଲେ। ହେଲେ ସନ୍ନ୍ୟାସୀଙ୍କର ସୁବର୍ଣ୍ଣ ଚମ୍ପା ବାଲଟି ନେଇ ନିଜ ସହିତ ନେଇ ଯାଇଥିଲେ। ଏହିପରି ରାଜା ପୁଅ ଏକ ଲୟରେ ରାସ୍ତାରେ ଚାଲି ଚାଲି ଯାଉଛନ୍ତି। ଚାଲିବା ରାସ୍ତାର ସମ୍ମୁଖରେ ଏକ ନଦୀ ପଡ଼ିଲା। ନଦୀର ଆରପାରିରେ ଘଞ୍ଚ ଭୟଙ୍କର ଅରଣ୍ୟ, ଅନ୍ୟ ଦିଗରେ ବିରାଟ ପାହାଡ଼। ରାଜପୁତ୍ର ଦେଖିଲେ ନଦୀର ସ୍ରୋତ ମଧ୍ୟରେ ସୁବର୍ଣ୍ଣର ଚମ୍ପା ଗୁଡ଼ିଏ ଆଗ ପଛ ହୋଇ ଭାସି ଭାସି ଆସୁଛି। ରାଜପୁତ୍ର ସେହି ସୁବର୍ଣ୍ଣ ଚମ୍ପାକୁ ଚାହିଁଥାନ୍ତି। ତାପରେ ସେ ଦେଖିଲେ ଯେ ଦୂରରୁ ଏକ ପଦ୍ମ ଫୁଲ ଉପରେ ଜଣେ ଅପୂର୍ବ ସୁନ୍ଦରୀ ଯୁବତୀ ବସି ଅଟ୍ଟହାସ୍ୟ କରିବାରେ ଲାଗିଛନ୍ତି। ସେହି ଅଟ୍ଟହାସ୍ୟ ମଧ୍ୟରେ ଯୁବତୀଙ୍କ ଠାରୁ ସୁବର୍ଣ୍ଣ ଚମ୍ପା ଗୁଡ଼ିଏ ଝରିପଡ଼ି ଭାସି ଭାସି ଚାଲିଯାଉଛି। ରାଜପୁତ୍ର ଭାବୁଛନ୍ତି, ଏହି ପଦ୍ମଫୁଲ ଉପରେ ବସିଥିବା ଯୁବତୀ ଜଣକ କଣ ରାଜକନ୍ୟା ଅନିତା କୁମାରୀ? ସନ୍ନ୍ୟାସୀଙ୍କର ଦେଇଥିବା ସୁବର୍ଣ୍ଣ ଚମ୍ପାର ବାଳା କଣ ଏହି? ନା ଏ ସମସ୍ତ ମାୟା ହୋଇପାରେ? ରାଜକୁମାର ଏହିପରି ଚିନ୍ତା କରୁ କରୁ ସାଥିରେ ନେଇଥିବା ସୁବର୍ଣ୍ଣର ଚମ୍ପା ବାଳାଟିକୁ ନଦୀ ମଧ୍ୟକୁ ଫିଙ୍ଗିଦେଲା। ସେତିକି ବେଳେ ଶୂନ୍ୟବାଣୀ ଶୁଣି ରାଜପୁତ୍ର ଚମକି ପଡ଼ିଲେ। ହେ ରାଜପୁତ୍ର, ତୁମେ ଇଏ କଣ କଲ? ସନ୍ନ୍ୟାସୀଙ୍କର ଦେଇଥିବା ସୁବର୍ଣ୍ଣ ମାଳାକୁ ଫିଙ୍ଗିଦେଲ। ଏହାପରେ ରାଜପୁତ୍ର ଦେଖିଲେ ଯେ ପୁଣି ଅପୂର୍ବ ସୁନ୍ଦରୀ କନ୍ୟା ଆକାଶରୁ ଓହ୍ଲାଇ ଆସି ତାଙ୍କରି ସମ୍ମୁଖରେ ଦଣ୍ଡାୟମାନ। ସେତେବେଳେ ପାଗଳ ପ୍ରାୟ ରାଜକୁମାର ଦୌଡ଼ି ଯାଇ କନ୍ୟାକୁ ଧରିବାକୁ ଦୌଡ଼ି ଯାଆନ୍ତି। ସେହି ସମୟରେ କନ୍ୟା ରାଜକୁମାରଙ୍କୁ ଧରା ନ ଦେଇ ପୁଣି ପଛକୁ ଫେରିଗଲା। ଏହିପରି ଭାବରେ ସେହି ମାୟା କନ୍ୟାଙ୍କ ସହିତ ରାଜପୁତ୍ର ଆଗପଛ ହୋଇ ଯାଉ ଯାଉ ଯେଉଁ ମନ୍ଦିରରେ ପହଞ୍ଚିଗଲେ, ସେହି ମନ୍ଦିରରେ ରାଜକୁମାରୀ ଅନିତା ଗୁରୁଙ୍କ ଧ୍ୟାନରେ ବସିଥାନ୍ତି। ମନ୍ଦିରରେ ପହଞ୍ଚିବା ପରେ ମାୟାକନ୍ୟା ସେଠାରୁ ଅନ୍ତର୍ଧାନ ହୋଇଗଲା। ରାଜକୁମାର ଦେଖିଲେ ସେହି କନ୍ୟା ପରିବର୍ତ୍ତେ ସମ୍ମୁଖରେ ଏକ ସୁନ୍ଦର ମନ୍ଦିର। ରାଜପୁତ୍ର ସେଠାରେ ଠିଆ ହୋଇ ଅନେକ ଭାବିବାକୁ ଲାଗିଲେ। ଏବେ ସେ କଣ କରିବେ? କେଉଁଠିକୁ ଯିବେ? କ୍ରମେ କ୍ରମେ ଅନ୍ଧାର ମାଡ଼ି ଆସୁଛି। ରାଜା ପୁଅ ଏହିପରି ଭାବୁଥିବା ସମୟରେ ମନ୍ଦିରରେ ଶଙ୍ଖ ଘଣ୍ଟାର ଧ୍ୱନି ହେଲା। ତାପରେ ରାଜକୁମାର ନିରୁପାୟ ହୋଇ ସେହି ମନ୍ଦିର ନିକଟକୁ ଯାଇ ରାତିକ ନିମନ୍ତେ ସେଠାରେ ଶୋଇପଡ଼ିଲା। ସକାଳ ହେବାରୁ ରାଜପୁତ୍ର ଦେଖିଲେ ଜଣେ ସୁନ୍ଦରୀ ନାରୀ ସ୍ନାନ ସାରି ଆସି ସେହି ମନ୍ଦିର ଭିତରକୁ
ଚାଲିଗଲେ। ଆଉ ମଧ୍ୟ ମନ୍ଦିର ସମ୍ମୁଖରେ ଦେଖିଲେ ଜଣେ ଦିବ୍ୟ ପୁରୁଷ ସନ୍ନ୍ୟାସୀ ରୂପରେ ଠିଆ ହୋଇଛନ୍ତି। ସେ ମହାପୁରୁଷ ରାଜପୁତ୍ରକୁ ଦେଖି ପଚାରିଲେ, ତୁମେ ରାଜପୁତ୍ର ଏଠାକୁ ଆସିଛ କାହିଁକି? ଦିବ୍ୟ ପୁରୁଷଙ୍କୁ ଉତ୍ତର ଦେବାକୁ ଯାଇ ରାଜପୁତ୍ର ଅତୀତର ସମସ୍ତ ଘଟଣା ଗୋଟି ଗୋଟି କରି ବର୍ଣ୍ଣନା କରିଗଲେ। ଦିବ୍ୟ ପୁରୁଷ କହିଲେ, ହେ ରାଜପୁତ୍ର, ତୁମେ ଯେତିକି ଅନ୍ୟାୟ କଲ ସେହି ତୁଳନାରେ ଯଥେଷ୍ଟ ଦଣ୍ଡ ପାଇ ସାରିଛ। ତୁମର ସ୍ତ୍ରୀ ସେହି ରାଜକୁମାରୀ ଅନିତା ସତୀ ସ୍ତ୍ରୀ, ନିଷ୍କଳଙ୍କିନୀ। ତୁମେ ତାଙ୍କୁ ସନ୍ଦେହ କରି ଅନେକ ଭୁଲ କରିଛ। ଆଉ ମଧ୍ୟ ତୁମ ମନେ ରଖ ଯେ ମୁଁ ସେହି ସନ୍ନ୍ୟାସୀ ଯିଏ ତୁମମାନଙ୍କର ମଙ୍ଗଳ ନିମନ୍ତେ ସୁବର୍ଣ୍ଣର ଚମ୍ପାମାଳ ଦେଇଥିଲି। ସେ ତାର ମରଣ କଥା ମୋତେ ପଚାରିବାକୁ ଆସିଥିଲା। ସେଦିନ ଯଦି ରାଜକୁମାରୀ ସହିତ ମୋର ଦେଖା ହୋଇ ଯାଇଥାନ୍ତା, ତାହେଲେ ବର୍ତ୍ତମାନ ରାଜକୁମାରୀ ଆଉ ଦେହ ଧରି ରହି ନଥାନ୍ତା। ସେପରି ସତୀ ସ୍ତ୍ରୀ ଜଗତରେ ନାହାନ୍ତି। ରାଜକୁମାର ସନ୍ନ୍ୟାସୀଙ୍କ ଠାରୁ ଏକଥା ଶୁଣନ୍ତେ ଦୁଃଖରେ କାନ୍ଦ କାନ୍ଦ ହୋଇ ସନ୍ନ୍ୟାସୀଙ୍କର ପାଦ ତଳେ ପଡ଼ିଗଲେ। ସନ୍ନ୍ୟାସୀ ତାଙ୍କୁ ତଳୁ ଉଠାଇ ନେଇ କହିଲେ, ଦେଖ, ତୁମ୍ଭର ସମ୍ମୁଖରେ ତୁମର ସ୍ତ୍ରୀ ତୁମରି ଅପେକ୍ଷାରେ ଅଛନ୍ତି। ରାଜକୁମାର ଆଗକୁ ଚାହିଁ ଦେଖନ୍ତି ତ ରାଜକୁମାରୀ ସେହିପରି ଦିବ୍ୟ ସୁନ୍ଦରୀ ରୂପରେ ଧାଇଁ ଧାଇଁ ଆସିଲେ ସ୍ୱାମୀଙ୍କ ନିକଟକୁ। ସ୍ୱାମୀଙ୍କର ପାଦ ଧରି କହିଲେ, ତୁମେ ଏତେ ଦିନ ଯାଏ କେଉଁଠାରେ ଥିଲ? ତୁମକୁ ନ ପାଇ ମୁଁ ପାଗଳିନୀ ହୋଇଯାଉଥିଲି। ଏହାପରେ ବିକଳତାର ସହିତ ରାଜକୁମାର ଯେତେବେଳେ ରାଜକୁମାରୀଙ୍କୁ କୋଳାଗ୍ରତ କରନ୍ତି, ସେତେବେଳେ ସେ ଜାଣିଲେ ଯେ ରାଜକୁମାରୀ ଆଉ ଜୀବନରେ ନାହାନ୍ତି। ସେ କାନ୍ଦି କାନ୍ଦି ସ୍ୱର୍ଗକୁ ଚାହାନ୍ତେ ସେ ଦେଖିଲେ ରାଜକନ୍ୟା ଏକ ସୁବର୍ଣ୍ଣ ରଥରେ ବସି ଉପରକୁ ଚାଲିଗଲା। ତାହା ଦେଖି ରାଜପୁତ୍ର ମଧ୍ୟ ଚେତା ହରାଇ ହୋଇ ସେହିଠାରେ ପଡ଼ି ମୃତ୍ୟୁବରଣ କରନ୍ତେ ଆକାଶ ମାର୍ଗରେ ଯାଉଥିବା ରାଜକୁମାରୀଙ୍କ ରଥ ତଳକୁ ଆସିବାକୁ ଆରମ୍ଭ କଲା ଓ ତଳେ ପହଞ୍ଚି ରାଜକୁମାରଙ୍କ ଆତ୍ମା ସହିତ ମିଳିତ ହୋଇ ପୁଣି ସ୍ୱର୍ଗକୁ ଗମନ କଲେ। ସାରି କହିଲା, ଦେଖିଲୁ ତ ସୋଆ, ଆମ ମାଇପି ଜାତିର ସତୀତ୍ୱର କେତେ କରାମତି।